ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗରିପାଲି ଅଞ୍ଚଳକୁ ଉପଖଣ୍ଡ ମାନ୍ୟତା ଦାବିରେ ଦସ୍ତଖତ ଅଭିଯାନ ଆରମ୍ଭ କରିଛନ୍ତି ଯୁବଗୋଷ୍ଠୀ। ଆଜି ଡୁଙ୍ଗରିପାଲି ବ୍ଲକର ଇଚ୍ଛାପୁର ପଞ୍ଚାୟତ ଅନ୍ତର୍ଗତ କେନ୍ଦୁମୁଣ୍ଡାଠାରେ ଏକ ବୈଠକ ବସି ଉପଖଣ୍ଡର ଆବଶ୍ୟକତା ଉପରେ ଆଲୋଚନା କରି ଗ୍ରାମବାସୀଙ୍କଠାରୁ ଦସ୍ତଖତ ଅଭିଯାନର ଶୁଭାରମ୍ଭ କରିଥିଲେ। ଜିଲ୍ଲା ସଦର ମହକୁମାଠାରୁ ଆମ ବ୍ଲକର ଗ୍ରାମଗୁଡ଼ିକ 100 କିଲୋମିଟରରେ ଅବସ୍ଥିତ। ବାକି ବ୍ଲକର ଗ୍ରାମ ଗୁଡ଼ିକ ସଦର ମହକୁମାଠାରୁ ଅତି ବେଶୀରେ 50 କିମି ଦୂରରେ ଅବସ୍ଥିତ। ଏଠାକୁ ପ୍ରତିଦିନ ଲୋକମାନେ ବିଭିନ୍ନ କାର୍ଯ୍ୟ ପାଇଁ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟକୁ ଯାତାୟାତ କରୁଛନ୍ତି, ଯାହାକି ଅତି କଷ୍ଟକର ବ୍ୟାପାର ଅଟେ। ଆମ ବ୍ଲକ ପଡ଼ୋଶୀ ଜିଲ୍ଲା ଯଥା ବରଗଡ଼ ଏବଂ ବଲାଙ୍ଗୀର ଠାରୁ ମାତ୍ର 40 କିମି ଦୂରରେ ଅବସ୍ଥିତ, କିନ୍ତୁ ଜିଲ୍ଲା ଗଠନ ବେଳେ ସୁବର୍ଣ୍ଣପୁର ଜିଲ୍ଲା ସହିତ ସଂଯୋଗ କରାଗଲା, ଯାହାକି ଅତି ଦୁଃଖର ବିଷୟ ଅଟେ। ଏବେ ମୁଖ୍ୟ କାର୍ଯ୍ୟାଳୟକୁ ଯିବା ଆସିବା ଅତ୍ୟନ୍ତ କଷ୍ଟ। ଗୋଟିଏ ଦିନରେ କାର୍ଯ୍ୟ କରି ଫେରି ହେଉନାହିଁ। ଡୁଙ୍ଗରିପାଲିଠାରେ ରେଳପଥ ତଥା ଗମନାଗମନ ଚାରିପଟୁ ସୁବିଧା ଯୋଗୁଁ ପଡ଼ୋଶୀ ଜିଲ୍ଲାର ରୋଗୀମାନେ ସାଧାରଣତଃ ଡୁଙ୍ଗରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଛନ୍ତି। ପରିତାପର ବିଷୟ, ଏଠାରେ ଡାକ୍ତର ସଂଖ୍ୟା ବହୁତ କମ୍ ଅଛି ଏବଂ ରକ୍ତ ପାଇଁ ସୁଦୂର ସୁବର୍ଣ୍ଣପୁର ମୁଖ୍ୟ ଡାକ୍ତରଖାନା ଉପରେ ସମସ୍ତେ ନିର୍ଭର କରୁଛନ୍ତି। ଉକ୍ତ ଦସ୍ତଖତ ଅଭିଯାନରେ ପ୍ରଫୁଲ୍ଲ ବାରିକ, ଯଦୁମଣି କୁଦେଇ, ଜମିନୀ ସାହୁ, ଉମାକାନ୍ତ ସାହୁ, ସୁରେନ ସାହୁ, ଶିବୁଲ ଠେଲା, সোহন ସାହୁ, ସୁଶୀଲ ଠେଲା, କିରଣ ବାରିକ, ଯୁଧିଷ୍ଠିର ନାହକ ପ୍ରମୁଖ ଉପସ୍ଥିତ ଥିଲେ।